22ତମ ଭାରତ ରୁଷିଆ ବାର୍ଷିକ ସମ୍ମିଳନୀରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ଦିନ ପାଇଁ ରୁଷିଆ ଗସ୍ତ କରୁଛନ୍ତି। ସୋମବାର ଦିନ ସେ ବ୍ୟକ୍ତିଗତ ଯୋଗଦାନ ପାଇଁ ପୁଟିନଙ୍କ ସରକାରୀ ବାସଭବନ ପରିଦର୍ଶନ କରିଥିଲେ। ଆଜି ଜୁଲାଇ 9-10 ମୋଦି ଭିଏନା ଯିବାର କାର୍ଯ୍ୟକ୍ରମ ରହିଛି। ଗଣତନ୍ତ୍ର, ସ୍ୱାଧୀନତା ଏବଂ ଆଇନର ନିୟମର ସହଭାଗୀ ମୂଲ୍ୟ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଭାଗିଦାରୀ ସ୍ଥାପନ ପାଇଁ ମୂଳଦୁଆ ବୋଲି ସେ ରବିବାର ଦିନ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀ ଭିଏନା ସମ୍ପର୍କ ପାଇଁ ପିଏମ୍ ମୋଦିଙ୍କ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣିବା 10ଟି ପଏଣ୍ଟରେ 41 ବର୍ଷରେ ପ୍ରଥମ ପରିଦର୍ଶନ ହେଉଛି 1983ରେ ଇନ୍ଦିରା ଗାନ୍ଧୀଙ୍କ ଗସ୍ତ ପରେ 41 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ 9-10ରେ ଅଷ୍ଟ୍ରିଆ ଗସ୍ତ କରିବେ। 2ରେ କୂଟନୈତିକ ସମ୍ପର୍କର 75 ବର୍ଷ ଏହି ପରିଦର୍ଶନ ଭାରତର 75ତମ ବାର୍ଷିକୀ ଏବଂ ଅଷ୍ଟ୍ରିଆର କୂଟନୈତିକ ସମ୍ପର୍କ, ଯାହା 1949 ମସିହାରେ ଆରମ୍ଭ ହୋଇଥିଲା। ଜବାହରଲାଲ ନେହେରୁ 1955ରେ ଉଦ୍ଘାଟନ କରିଥିଲେ। 3ରେ ଭ୍ରମଣର ଐତିହାସିକ ପ୍ରସଙ୍ଗ ଏହି ଗସ୍ତ ପିଏମ୍ ସ୍ତରୀୟ ଏବଂ ରାଷ୍ଟ୍ରପତି ସ୍ତରୀୟ ଆଦାନପ୍ରଦାନର ଏକ ପରମ୍ପରାକୁ ଅନୁସରଣ କରେ। ଇନ୍ଦିରା ଗାନ୍ଧୀଙ୍କ ପରଠାରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିନାହାନ୍ତି। ସେଠାରେ ଅନେକ ରାଷ୍ଟ୍ରପତି ଗସ୍ତ କରିଛନ୍ତି। 1919ରେ ରାଷ୍ଟ୍ରପତି କେ.ଆର. ନାରାୟଣନ ପରିଦର୍ଶନ କରିଥିଲେ। ତାପରେ 2005ରେ ଅଷ୍ଟ୍ରିଆର ରାଷ୍ଟ୍ରପତି ହେଇଞ୍ଜ ଫିସର, 2010ରେ ଅଷ୍ଟ୍ରିଆର କୁଳପତି ପ୍ରଫେସର ଜୋସେଫ ପ୍ରୋଲ ଏବଂ 2011ରେ ଭାରତୀୟ ରାଷ୍ଟ୍ରପତି ପ୍ରତିଭା ଦେବସିଂହ ପାଟିଲ ପରିଦର୍ଶନ କରିଥିଲେ। 4ରେ ଦ୍ୱିପାକ୍ଷିକ ସହଯୋଗ ସୁଯୋଗ ମିଳିବ। ଅଷ୍ଟ୍ରିଆ ଭିତ୍ତିଭୂମି, ଅକ୍ଷୟ ଶକ୍ତି, ଉଚ୍ଚ ଟେକ୍ନୋଲୋଜି, ଜ୍ଞାନକୌଶଳ, ଷ୍ଟାର୍ଟଅପ୍, ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ରରେ ସହଯୋଗ ପାଇଁ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରେ, ଯାହା ମୋଦିଙ୍କ ଗସ୍ତ ସମୟରେ ପ୍ରମୁଖ ଆଲୋଚନା ପଏଣ୍ଟ ହେବ। 5ରେ ଉଚ୍ଚସ୍ତରୀୟ ଯୋଗଦାନ ରହିବ। ମୋଦି ଅଷ୍ଟ୍ରିଆର ରାଷ୍ଟ୍ରପତି କୁଳପତି କାର୍ଲ ନେହାମରଙ୍କ ସହ ଉଚ୍ଚସ୍ତରୀୟ କଥାବାର୍ତ୍ତା କରିବେ ଏବଂ ଭିଏନାରେ ଭାରତୀୟ ସମ୍ପ୍ରଦାୟ ସହିତ ବ୍ୟବସାୟିକ ଯୋଗଦାନ ଏବଂ ପାରସ୍ପରିକ କଥାବାର୍ତ୍ତା କରିବେ। ଅଷ୍ଟ୍ରିଆର କୁଳପତି କହିଛନ୍ତି ଯେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ଏବଂ ଅନେକ ଭୌଗୋଳିକ ଆହ୍ୱାନ ଉପରେ ନିକଟତର ସହଯୋଗ ବିଷୟରେ ଆଲୋଚନା କରିବାର ସୁଯୋଗ ମିଳିବ। 6ରେ ସାମ୍ପ୍ରତିକ ପାରସ୍ପରିକ କ୍ରିୟା 2022 ଶେଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଗସ୍ତ ଏବଂ ସ୍ୱାକ୍ଷରିତ ଚୁକ୍ତିନାମା ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଜାରି ପ୍ରୟାସକୁ ଦର୍ଶାଉଛି। ଜୟଶଙ୍କରଙ୍କ ଡିସେମ୍ବର 31, 2022ରୁ ଜାନୁଆରୀ 3, 2023 ପର୍ଯ୍ୟନ୍ତ ଅଷ୍ଟ୍ରିଆ ଗସ୍ତ ସମୟରେ 5ଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। 7ରେ ସାଂସ୍କୃତିକ ଏବଂ ଐତିହାସିକ ଲିଙ୍କ୍, ଐତିହାସିକ ତଥା ସାଂସ୍କୃତିକ ଆଦାନପ୍ରଦାନ, ଯେପରିକି ରବୀନ୍ଦ୍ରନାଥ ଟାଗୋରଙ୍କ ଭିଏନା ଗସ୍ତ, ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ସାଂସ୍କୃତିକ ସଂଯୋଗକୁ ସୂଚିତ କରେ। 8ରେ ଭୌଗୋଳିକ ଆଲୋଚନା। ଏହି ଗସ୍ତରେ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର କରିବା ଏବଂ ବିଭିନ୍ନ ଭୌଗୋଳିକ ଆହ୍ୱାନର ସମାଧାନ ଉପରେ ଆଲୋଚନା ହେବ, ଯେପରି ଅଷ୍ଟ୍ରିଆର କୁଳପତି କାର୍ଲ ନେହାମର ସୂଚିତ କରିଛନ୍ତି। 9ରେ ଅଂଶୀଦାର ମୂଲ୍ୟ, ଗଣତନ୍ତ୍ର, ସ୍ୱାଧୀନତା ଏବଂ ଆଇନର ନିୟମର ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଭାଗିଦାରୀ ପାଇଁ ମୂଳଦୁଆ ବୋଲି ମୋଦି ଗୁରୁତ୍ୱାରୋପ କରିଛନ୍ତି। 10ରେ ଅଷ୍ଟ୍ରିଆରେ ଭାରତୀୟ ଡାଏସପୋରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଷ୍ଟ୍ରିଆ ଗସ୍ତକୁ ନେଇ ଭାରତୀୟ ଡିଆପୋରା ଆନନ୍ଦ ପ୍ରକାଶ କରିଛନ୍ତି ଏବଂ ଏହା 40 ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତକୁ ଚିହ୍ନିତ କରିଥିବାରୁ ଏହା ଗର୍ବର ଉତ୍ସ ବୋଲି ଦର୍ଶାଇଛି।